ଫଟୋଗ୍ରାଫରରୁ ଜଣେ ସଫଳ ଉଦ୍ୟୋଗୀ ପ୍ରେମାନନ୍ଦ ସାଜିଛନ୍ତି ଯୁବକମାନଙ୍କ ପାଇଁ ଉଦାହରଣ। କଟକ ଜିଲ୍ଲାର ଜଣାଶୁଣା ଚେହେରା ପ୍ରେମାନନ୍ଦ ରାଉତ। ସେ ଜଣେ ଫଟୋ ଷ୍ଟୁଡିଓରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବହୁ ସଂଘର୍ଷ କରିଥିଲେ, କିନ୍ତୁ ଆଜିକୁ 20 ବର୍ଷ ତଳେ ଏକ ଛୋଟ ନର୍ସରୀରୁ ଆରମ୍ଭ କରିଥିଲେ ପ୍ରେମାନନ୍ଦ। ସେହି ଛୋଟ ଗଛ ଆଜି ଏକ ବିଶାଳ ମହାଦ୍ରୁମରେ ପରିଣତ ହୋଇଛି। ପ୍ରେମାନନ୍ଦ ଆଜି କଟକରେ ଜଣେ ଜଣାଶୁଣା ବ୍ୟବସାୟୀ। ତାଙ୍କ କହିବା କଥା, ଓଡ଼ିଶା ସରକାର ଓ ଓର୍ମାସର ସହାୟତାରେ ତାଙ୍କୁ କୃଷକ ବଜାରରେ ଏକ ଜମି ଲିଜ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ତା ବାଦ ତ୍ରିଶୁଳିଆ ଓ ଆଠଗଡ଼ ଖୁଣ୍ଟୁଣିରେ ମଧ୍ୟ ନର୍ସରୀ ପ୍ରତିଷ୍ଠା କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଓ 30ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ସେ ମଧ୍ୟ କୁହନ୍ତି ତାଙ୍କ ରୟାଲ ନର୍ସରୀରେ ସବୁଠୁ ଶସ୍ତାରେ ଚାରା, ଔଷଧୀୟ ବୃକ୍ଷ ଓ ବିଦେଶୀ ବୃକ୍ଷମାନ ବର୍ଷ ବର୍ଷ ଧରି ଗ୍ରାହକମାନଙ୍କୁ ଯୋଗାଇ ଆସୁଛନ୍ତି। ତାଙ୍କ ନର୍ସରୀଟି କଟକ ସମ୍ରାଟ ହଲ୍ର ନିକଟରେ ଅବସ୍ଥିତ। ଶୁଣନ୍ତୁ ପ୍ରେମାନନ୍ଦ କ'ଣ କହୁଛନ୍ତି। ମୋ ନାଁ ପ୍ରେମାନନ୍ଦ ରାଉତ, ମୁଁ ହେଉଛି ରୟାଲ ନର୍ସରୀର ପ୍ରୋପ୍ରାଇଟର। ନର୍ସରୀ କରିବାକୁ ହେଲେ କେତେ ଟଙ୍କା ଖର୍ଚ୍ଚ ହୁଏ? ମିନିମମ୍ 2 ଲକ୍ଷ ଟଙ୍କାରୁ ଷ୍ଟାର୍ଟିଂ ହେଇପାରିବ। ମିନିମମ୍ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟମେଣ୍ଟ ଆପଣ କରିପାରିବେ। କେତେ ପ୍ରକାର ଗଛ ଏଠି ଆପଣ ରଖୁଛନ୍ତି? ମୋ ପାଖରେ ଫରେଷ୍ଟର ପ୍ଲାଣ୍ଟର ଗଛ ଅଛି, ଆଉ ମେଡିସିନାଲ ପ୍ଲାଣ୍ଟର ଗଛ ରହୁଛି, ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ରହୁଛି, ଆଉ ଫ୍ଲାୱାର ଉପରେ ସବୁ ସିଜନାଲ ଫ୍ଲାୱାର ଫାୱାର, ଆଉ ଭେଜିଟେବୁଲର ସବୁ ଗ୍ରାଫ୍ଟିଂ ଚାରା ଫାରା ମାନେ ପନିପରିବାର ସେ ସବୁ ଉପଲବ୍ଧ ଅଛି ଆମ ପାଖରେ। କେତେ ଟଙ୍କାରୁ ଆରମ୍ଭ ହେଇ କେତେ ଟଙ୍କା ଯାଇ ଗଛ ଆପଣଙ୍କ ପାଖରେ? ମୁଁ ତ ଓର୍ମାସ ତରଫରୁ ଆମର ଗୋଟେ ଗ୍ରୁପ ଅଛି, 30 ଜଣ ସ୍ତ୍ରୀ ଲୋକ ଗୋଟେ ପ୍ରଡ୍ୟୁସର ଗ୍ରୁପ ଅଛି। ସେ ଆମକୁ ଓର୍ମାସ ଆମକୁ ବହୁତ ସାହାଯ୍ୟ କରିଛି। ତା ତରଫରୁ ଆମେ 3 ଲକ୍ଷ ଟଙ୍କାରୁ ବିଜନେସ୍ ଷ୍ଟାର୍ଟ କରିଥିଲେ। ବର୍ତ୍ତମାନ ଆମର ବିଜନେସ୍ ଆସିକି 20-25 ଲକ୍ଷ ଟଙ୍କା ପାଖାପାଖି ରହିଲାଣି। ଏବେ ବି ଆଉ ଗୋଟେ ବି ଆମର ମାନେ ସଂସ୍ଥା ବଢ଼ିବାକୁ ଚାହୁଁଛୁ, 7-8 ଏକର ଜାଗାରେ ପୁଣି କରିବାକୁ ଚାହୁଁଛୁ। ଆଉ ମାନେ ଏଇ ଜିନିଷ କରିବା ସରକାର ତରଫରୁ କ'ଣ ପ୍ରୋତ୍ସାହନ ମିଳେ? ସରକାର ତରଫରୁ ଆମକୁ ଓର୍ମାସ ତରଫରୁ 3.5 ଲକ୍ଷ ଟଙ୍କା ମିଳିଥିଲା ପ୍ରଥମେ ଏ ନର୍ସରୀ ପ୍ଲାନ୍ କରିକି ସ୍ୱାବଲମ୍ବୀ ହେବା ପାଇଁ। କେତେ ଲୋକ ଆପଣଙ୍କ ପାଖରେ ଏବେ କାମ କରୁଛନ୍ତି? ବର୍ତ୍ତମାନ ଷ୍ଟାଫ୍ ଅଛନ୍ତି ମୋର 15 ଜଣ ପାଖାପାଖି। ଏଇ ଯେ ଆମେ ବିଦେଶୀ ଗଛ ଦେଖୁଛୁ, ଅନଲାଇନରେ ଦେଖୁଛନ୍ତି ଲୋକ, ଏ ଯୋଉ ଗଛ କେମିତି ଏଠି ହେଇପାରୁଛି? ଆମର ସିଡ୍ସ ଆମେ ଆଣିକି ନିଜେ ଚାରା ରୋପଣ କରୁଛୁ, ତାକୁ ଚେଞ୍ଜ କରିକି ପଟିଂ କରୁଛୁ ବଡ଼ ପଲିଥିନରେ। ଯେଉଁ ଗଛଟା ଆମର ମନେକର ରହିଗଲା, ସିଏ ଆର ବର୍ଷକୁ ପୁଣି ଆଉ ଟିକେ ବଡ଼ ପଲିଥିନ କରିକି ଇଏ କରୁଛୁ। ତେଣୁ ଆମର ଲସ୍ ବିଜନେସ୍ ନୁହଁ, ପ୍ରଫିଟେବୁଲ ବିଜନେସ୍। ମାନେ ଯେତେ ତାକୁ ତା ସାଙ୍ଗେ ଟିକେ ଲାଗିବାକୁ ପଡ଼ିବ। ଆପଣ ଏଇ ଯୋଉ ଫୁଲ ଗଛ ଯୋଉ ସିଜନାରୀ ଫୁଲ ଗଛ, ଫୁଲ କେତେ ମାନେ ଦାମ ଅତି କମ୍ କେତେ ଦାମ? ଗୋଟେ ଗୋଟେ ଫୁଲର ମଞ୍ଜି ଆମକୁ 1000 ସିଡ୍ସ କି 1650 ଟଙ୍କାରେ କିଣା ହେଉଛି। ମଞ୍ଜି ଗୁଡ଼ାକ ଆମ ପାଖକୁ 2 ଟଙ୍କା ଲେଖା, ଯୋଉ 1.5 ଟଙ୍କା ପାଖାପାଖି ପଡ଼ୁଛି। ଆମେ 3-4 ଟଙ୍କା ଲେଖା ବିକ୍ରି କରୁଛୁ ହେଇଗଲା ପରେ। ଆପଣ ଏଇ ଯୋଉ ଆମର ଯୋଉ ଜାଣିଛନ୍ତି ଏଇଟା ଯେହେତୁ ସହରାଞ୍ଚଳ, କଟକ ସହରରେ ଆପଣଙ୍କର ବିଜନେସଟା ଅଛି, ଲୋକମାନେ ଏବେ କିଚେନ ଗାର୍ଡେନ କରୁଛନ୍ତି। ଛାତ ଉପରେ କୋଉ ସବୁ ଗଛ ଆପଣ ମାନେ ନେଇ ଲଗେଇ ପାରିବେ? କେମିତି କ'ଣ ତା ପ୍ରୋସିଜର? ଆମର ଗ୍ରାଫ୍ଟିଂର ତ ସବୁ ମିଳୁଛି ଛାତ ଉପରେ, କମ୍ ଜାଗାରେ ଅଧିକା ଲାଭବାନ ହୋଇପାରିବ। କଲରା ସେ ଗ୍ରାଫ୍ଟିଂର ମିଳୁଛି, ବାଇଗଣ ଚାରା ବି ଗ୍ରାଫ୍ଟିଂର ମିଳୁଛି, ଆଉ ସବୁ ଗ୍ରାଫ୍ଟିଂର ଆଜିକାଲି ସବୁ ହେଲାଣି। ଆଉ ମାନେ କମ୍ ସେଇ ଗଛ ମାନେ ଉଠିବା ପାଇଁ ଫଳ ଧରି କେତେ ଦିନ ସମୟ ଲାଗେ? ମିନିମମ୍ 1.5 ମାସ ଲାଗିବ। ଗଛ ଲଗେଇବାର 1.5 ମାସ ଭିତରେ ଫୁଲ କଷିକି ପଳେଇ ଆସିବ। ଲୋକମାନେ ଆପଣଙ୍କୁ ଯୋଉ ନେଉଛନ୍ତି, ଆପଣ ତାକୁ ସବୁ ଶିକ୍ଷା ଦେଉଛନ୍ତି କେମିତି ଲଗାହବ। ଆମେ ସବୁ ଅର୍ଗାନିକ ପଦ୍ଧତିରେ ଲୋକଙ୍କୁ ଟ୍ରେନିଂ ଦଉଛୁ। ଅର୍ଗାନିକ ପଦ୍ଧତିରେ ସବୁ କାମ ହଉଛି। କେମିକାଲ ଆମର ଉପରେ କିଛି ବ୍ୟବହାର କରାହଉନି। କେତେ ଲୋକ ଏଠି ମାନେ ଆସିଲେ କେତେ ତଥାପି ପର ଡେ ବୋଧେ 150-200 ଲୋକ ସାଙ୍ଗରେ ଆମର ବିଜନେସ୍ ଚାଲିଛି। ଟିକେ ଆଡ୍ରେସଟା କହିବେ, କୋଉ ଜାଗାରେ ଆପଣ ଆମର ହଉଛି ଏଇଟା, ଆମର ହେଉଛି ମଧୁପାଟଣା ସମ୍ରାଟ ସିନେମା ହଲ୍ ସାଇଟ୍। ଟିକେ ଆପଣ ଫୋନ ନମ୍ବରଟା ଦେଇଦେବେ। 9938577245। କଟକରୁ ରାଧାକାନ୍ତ ଦାସଙ୍କ ରିପୋର୍ଟ, ଓଡ଼ିଶ୍ରୀ ନ୍ୟୁଜ୍। ଓଡ଼ିଶ୍ରୀ ଖବର, ଯେତିକି ସତ୍ୟ ସେତିକି ତଥ୍ୟ। ଅଧିକ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।